बाबा अरे तुमମାନଙ୍କୁ ସଦା ସର୍ବଦା ଭକ୍ତିରେ ରଖିଥାଉ। ଆରେ ପିଲାମାନେ माँ ଆଜି ହେଉଛି ସେଇ ବଳଦେବଙ୍କ ଜନ୍ମତିଥି ମାନେ ରକ୍ଷାବନ୍ଧନ। हाँ माँ ମାନେନି माँ ତୋ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ନା? हाँ माँ ଆରେ ମାନ माँ ତୋ ଭଉଣୀ ତୋ ହାତରେ ରାକ୍ଷୀ ବାନ୍ଧିଲା ତ? हाँ माँ मो भौणी मो हाथ राखी बांधी देती। ହେଲେ ମାନିନି हाँ माँ ତୋ ଭାଇ ତୋତେ କି ପାଉଣା ଦେଇଛି? माँ भाई मते सुना मुदी देइचंती। ଆରେ ବା ସେ ତୋ ଭାଇ ଦେଇଥିବା ସୁନା ମୁଦିଟା ଆଜି ତୋ ହାତ କେତେ ଶୁଭ ପାଉଛି। हाँ माँ ହେଲେ ଆରେ ପିଲାମାନେ माँ ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। हाँ माँ এই ରକ୍ଷାବନ୍ଧନରେ ତମମାନଙ୍କ ପାଇଁ ତମ ପସନ୍ଦର ଖାଦ୍ୟ ତିଆରି କରିଥାଏ। सतरे माँ ହେଲେ ପିଲାମାନେ माँ ସେ ଖାଦ୍ୟଟା କ'ଣ ହୋଇଥିବ? अरे भौणी मानिनी। हाँ भाई तू जानिଛୁ कि से खाद्यर नाम किछि भी मने पडुनी भाई। जानी जानी जेमिति न जानिला भଳି होउछि। से खाद्यर नाम कोन होइथिबो कोन होइथिबो कोन होइथिबो कोन होइथिबो ଆରେ ବା ସ୍ୱାମୀ ଅପ୍ରିୟା ଦେଖିଲ ଆମ ପିଲାମାନେ ଏତେ ଚାଲାକି ଯେ ତାମା କ'ଣ ରୋଷେଇ କରିଛି ସେମାନେ ପୁରା ବାସ୍ନା ହେଉ ହେଉ ଜାଣୁଛନ୍ତି। ରଶ୍ମି ସ୍ୱାମୀ ପ୍ରତିବର୍ଷ ତମେ ରକ୍ଷାବନ୍ଧନ ପର୍ବ ଅବସରରେ କ୍ଷୀରି କରିଥାଅ। ସେଇଥିପାଇଁ ମୋ ପୁଅଟା ଏତେ ଚାଲାକ ଯେ ଆପେ ଆପେ କହିଦେଉଛି କ୍ଷୀରି ବୋଲି। ଆରେ କାହା ପୁଅ କହୁଛ? ଅମରେନ୍ଦ୍ର ରାଜାଙ୍କର ପୁଅ। ଠିକ୍ ଅଛି ବାବା। ହେଲେ ପିଲାମାନେ माँ ସେହି ତମମାନଙ୍କର ସେହି ପସନ୍ଦର ଖାଦ୍ୟ ତିଆରି କରିଛି। ଆସ ଆଜି ମୋ ହାତରେ ତମମାନଙ୍କୁ ଖୁଆଇ ଦେବି। ना माँ से खाद्य हमें जमारू खाइबुनी। କାହିଁକି? ଆରେ ପିଲାମାନେ माँ ତମେମାନେ କାହିଁକି ଖାଇବନି? छोट बेले जो गीत गाई जन्म आमको देखे आमको खुआई दौथिल से गीत गाइले आमे खाइबू नहले जमारू खाइबुनी। ए भौणी मानिनी तू भी जमारू खाइबुनी ହେଲା भाई। हाँ ଆରେ ପିଲାମାନେ माँ ତମେମାନେ ପରା ସେ ସମୟରେ କୁନିଟି ହୋଇଥିଲ ଆଉ ଅବୁଝା ବି ହେଉଥିଲ। ଏବେ ତ ତମେମାନେ 10 ବର୍ଷ ହେଲାଣି ଆଉ ସେହି ଗୀତ ବି ମୋର ମନେ ନାହିଁ। ଗାଇପାରିବି ନାହିଁ ରେ ପିଲାମାନେ। माँ आमे से सब किछि भी जानिमु तुमको जेमिति हो गीत गाइबाकू पड़िबो। बापा माँ को बुझाओ। ଆରେ କଣ? ଏ ରଶ୍ମି ରଶ୍ମି ରେଖା ଦେଖ ପିଲାମାନେ ଯଦି ଜିଦ୍ ଧରିଛନ୍ତି ସେଇ ଗୀତଟା ଶୁଣାଇବା ପାଇଁ ତମେ ବାଧ୍ୟ। କାହିଁକି ନା ଗୀତ ଯଦି ନ ଶୁଣିବେ ପିଲାମାନେ କିଛି ବି ଖାଇବେନି। ଠିକ୍ ଅଛି ତମେମାନେ ସମସ୍ତେ ମୋତେ ଜିଦ୍ ଧରିଛ ମାନେ ସେଇ ଆକାଶର ଜହ୍ନମାମୁକୁ ଦେଖି ଆଜି ମୋ ହାତରେ ଖୁଆଇ ଦେବି। ଆରେ ଧନ